ଆପଣ ଜାଣିଥିବେ ଜାତୀୟ ରାଜପଥରେ ଯିବାବେଳେ ପ୍ରାୟ 60 କିଲୋମିଟର ଗୋଟେ ଲେଖା ଟୋଲ୍ ଗେଟ୍ ପଡ଼େ। ଆଉ ଏଇ ଟୋଲ୍ ଗେଟ୍ରେ ନିର୍ଦ୍ଧାରିତ ଟଙ୍କା ଦେବା ପରେ ହିଁ ଆପଣ ଆଗକୁ ବଢ଼ିପାରନ୍ତି। ତ ବେଳେବେଳେ ଟୋଲ୍ ପ୍ଲାଜାରେ ଏମିତି ଭିଡ଼ ହୁଏ ଯେ ଘଣ୍ଟା ଘଣ୍ଟା ହିଁ ଆପଣ ରାସ୍ତାରେ ଅପେକ୍ଷା କରନ୍ତି। ସୂଚନା ଥାଉ କି ପରିବହନ ବ୍ୟବସ୍ଥାକୁ ସୁଦୃଢ଼ ଲାଗି ଲଗାତାର ଚେଷ୍ଟା କରୁଛନ୍ତି କେନ୍ଦ୍ର ସରକାର। ତ ଗୋଟେ ଯୋଜନା ଆସିଛି, ଯେଉଁ ଯୋଜନା ସାହାଯ୍ୟରେ ଆପଣ ବାର୍ଷିକ ଓ ଲାଇଫ୍ ଟାଇମ୍ ଟୋଲ୍ ପାସ୍ ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି। ପ୍ରସ୍ତାବ ଅନୁଯାୟୀ ଯାତ୍ରୀ ମାତ୍ର 3000 ଟଙ୍କା ଦେଇକି ବାର୍ଷିକ ପାସ୍ କିଣିପାରିବେ। ଯେଉଁ ପାସ୍ ଦେଖାଇ ଯାତ୍ରୀମାନେ ପୁରା ବର୍ଷ ରାଜପଥରେ ଆରାମ ଯାତ୍ରା କରିପାରିବେ। ଠିକ୍ ସେମିତି 15 ବର୍ଷିଆ ଲାଇଫ୍ ଟାଇମ୍ ପାସ୍ କରିବାକୁ ହେଲେ ଦେବାକୁ ପଡ଼ିବ 30,000 ଟଙ୍କା। ବେଳେବେଳେ କେମିତି ସହଜରେ ଯାତ୍ରୀ କରିବେ ଯାତ୍ରୀ ସେ ନେଇ ପରିବହନ ବିଭାଗ ଅନେକ ପ୍ରସ୍ତାବ ଉପରେ ଆଲୋଚନା କରୁଛନ୍ତି। ସୂଚନା ଅନୁସାରେ ନୂଆ ଟୋଲ୍ ଗେଟ୍ ନିୟମ ଅନୁଯାୟୀ ବିଚାର ବିମର୍ଶ ଚାଲିଛି। ଖାଲି ଏତିକି ନୁହଁ, କିଲୋମିଟର ପିଛା ଯେତିକି ଟଙ୍କା ଆଦାୟ ହେଉଛି ତାହା କମାଇବାକୁ ଚେଷ୍ଟା କରାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା କି ନୂଆ ବ୍ୟବସ୍ଥା ଆପଣାଇବାକୁ ହେଲେ କୌଣସି ନୂଆ ପାସ୍ କରିବାକୁ ପଡ଼ିବ ନାହିଁ, କାରଣ ଫାସ୍ଟ୍ୟାଗ୍ ସହିତ ଏହା ଲିଙ୍କ୍ କରାଯିବ। ଏଣିକି ଯଦି ଆପଣ 3000 ଟଙ୍କା ଦେବେ ବର୍ଷକୁ ଟୋଲ୍ ଟ୍ୟାକ୍ସ ଫ୍ରି ହେଇଯିବ। ତ ଆପଣ ଏହି ନିଷ୍ପତ୍ତିକୁ କ'ଣ ଭାବେ ଗ୍ରହଣ କରୁଛନ୍ତି ତଳେ ନିହାତି କମେଣ୍ଟ କରିବେ। ଏଇଭଳି ଭିଡ଼ିଓ ଦେଖିବା ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।